କେତେବେଳେ କାହାକୁ କ'ଣ କହିଛନ୍ତି ତାର କିଛି ହିସାବ ନାହିଁ। ଯଦି ଏଇଟା କହିଛନ୍ତି ମୁଁ ତ ବାହାରେ ଥିଲି ସେ ସମୟରେ ଶୁଣିବାକୁ ପାଉଛି କହିଛନ୍ତି ଭାବୁଛି ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି ବିରୋଧୀ ଦଳ। କାମ ସରକାର ଅତି ଶୁଦ୍ଧତାର ସହିତ ଅତି ପବିତ୍ରତାର ସହିତ କାମ କରୁছে। କୌଣସି ଗୋଟିଏ ବି କମ୍ପ୍ଲେନ୍ ଏପର୍ଯ୍ୟନ୍ତ ଆସିନାହିଁ। 8 ମାସ ହେଇଗଲା ସମସ୍ତେ ଠିକ୍ ଭାବରେ କାମ କରୁଛନ୍ତି। କୋଉଠି ଠୋସ୍ ପ୍ରମାଣ ଅଛି ତାହେଲେ ପ୍ରମାଣ ସେ ଦିଅନ୍ତୁ, ଆମେ ନିଶ୍ଚୟ କାରବାଇ କରିବା କିଏ କଲେକ୍ସନ୍ କଲା କାହିଁକି କଲେକ୍ସନ୍ କଲା। କିନ୍ତୁ ଏଭଳି ଲଘୁ ମନ୍ତବ୍ୟ ଦେବା ତାଙ୍କ ଚରିତ୍ର ତାଙ୍କର ପ୍ରକୃତି। ସିଏ ମୋର ବନ୍ଧୁ ଜଣେ, କିନ୍ତୁ ଏଭଳି ଲଘୁ ମନ୍ତବ୍ୟ ଦେବାଟା ଠିକ୍ ନୁହେଁ। ଆମେ ବି ରାଜି ଅଛୁ, ସେ ପ୍ରମାଣ ଦିଅନ୍ତୁ। ପ୍ରକୃତରେ ପ୍ରମାଣ ଦେବେ ତାହେଲେ ଆମେ କିଏ କଲେକ୍ସନ୍ କରିଛି କାହା ନାଁରେ କଲେକ୍ସନ୍ କରିଛି ଆମେ ନିଶ୍ଚୟ ଆକ୍ସନ୍ ନେବା। ସପ୍ଲାଏ ମନ୍ତ୍ରୀ କଲେକ୍ସନ୍ ନାଇଁ ନାଇଁ ଏଇଟା ମିଛ କଥା। ଆମ ସରକାର କହିଲି ଶୁଦ୍ଧ ପବିତ୍ର। ଇଏ ସରକାର ବିରୁଦ୍ଧରେ କୌଣସି ପ୍ରକାର ପ୍ରମାଣ ନଥାଇ ଏଭଳି କହିବା ଅତି ଦୁର୍ଭାଗ୍ୟଜନକ ଜିନିଷ। ତାଙ୍କ ଭଳି ଜଣେ ଟାଣୁଆ ନେତା ସେ ଆଗ ନିଜ ପାର୍ଟିରେ ନିଜର ଅବସ୍ଥାକୁ ସମ୍ଭାଳନ୍ତୁ। ସେ କେଉଁ ଅବସ୍ଥାରେ ଅଛନ୍ତି ମୁଁ ଜାଣିନାହିଁ, ଆଉ ତାଙ୍କର କେତେ ୱେଟ୍ ସେଠି ଅଛି ମୁଁ ତ ଜାଣିନି। କିନ୍ତୁ ଏଭଳି ଲଘୁ ମନ୍ତବ୍ୟ ଦେବା ଅତି ଦୁର୍ଭାଗ୍ୟଜନକ। ଯଦି ଯଦି ନାଇଁ ସେଥିପାଇଁ କହୁଛି ତ ସେଥିପାଇଁ କହୁଛି ଯଦି ସତ୍ସାହସ ଅଛି ତାହେଲେ ପ୍ରମାଣ ଦିଅନ୍ତୁ। ଆମେ ପୁଣି ଦେଖିବା କିଏ କଲେକ୍ସନ୍ କଲା କାହା ନାଁରେ କଲେକ୍ସନ୍ କଲା କାହିଁକି କଲେକ୍ସନ୍ କଲା ସେଥିରେ ଦେଖିବା। କିନ୍ତୁ ଇଏ ମୋ ଜାଣିବାରେ 8 ମାସ ଭିତରେ ଆମ ସରକାର ଏକଦମ ଶୁଦ୍ଧତାର ସହିତ ଏବଂ ଅତି ନିର୍ମଳ ଭାବରେ କାମ କରୁଛି। କୌଣସି ପ୍ରକାର ସେମିତି ଇଏ କରୁନାହିଁ। କାହା ପାଖରେ ନାଇଁ ସେ ହିସାବ ଦିଅନ୍ତୁ। ମୁଁ ତ ଚ୍ୟାଲେଞ୍ଜ କରୁଛି ସିଏ ହିସାବ ଦିଅନ୍ତୁ ତାପରେ ଦେଖିବା। ନାଇଁ ଦଉନାହାନ୍ତି କାହିଁକି ମନା କରୁଛି, ଖୋଲା ମାନେ ଇଏ ଅଛି। ହଁ ନିଶ୍ଚିତ ଆମେ ଶୁଣନ୍ତୁ, ଆମେ ଏଇ ଛୋଟ ରାଜନୀତି କିଏ କ'ଣ କହିଦେଲା ମାନେ ହାତୀ ଯାଉଛି କୁକୁର ଭୁକିଦେଲା କୁକୁର ପଛେ ପଛେ ହାତୀ ଧାଇଁବ କି, ସେମିତି ନାହିଁ। କିନ୍ତୁ ଆମେ କହିବା କଥା ଯେ କେବଳ ତାଟିଆ କାମୁଡ଼ୁଛନ୍ତି ଔଷଧ ନ ପାଇକିରି। ଦେଖୁଛନ୍ତି ଇଏ ସମ୍ଭାଳି ପାରୁନାହାନ୍ତି ବିଜେଡି ଆଉ କଂଗ୍ରେସର ସଭ୍ୟମାନେ। ଛୋଟ ଛୋଟ କଥାକୁ ନେଇ ଆଳୁ ରେଟ୍ ପାଇଁ ନେଇକିରି ଆଟାକ୍ କରିବା, ଇଏ ପ୍ରୋକ୍ୟୁରମେଣ୍ଟ ନେଇକିରି 2 ଦିନ ହାଉସ୍କୁ ବନ୍ଦ କରିବା। ପ୍ରୋକ୍ୟୁରମେଣ୍ଟ ଠିକ୍ ଚାଲିଛି, କଟନୀ ଚଟନୀ ନାହିଁ ତାକୁ ନେଇକିରି ହୋ ହଲ୍ଲା କରିବା, କିଛି ନାହିଁ। ଆଉ ଗ୍ରାଉଣ୍ଡ କିଛି ନାହିଁ। ତାଙ୍କର ସ୍ଥିତି ଧୀରେ ଧୀରେ ଆଉ ରହୁନାହିଁ। ଚାଷୀମାନେ ବହୁତ ଖୁସି ସରକାରଙ୍କ ଉପରେ ଏବଂ ଚାଷୀମାନଙ୍କର ଭୋଟ ପୁରା ୱାନ୍ ସାଇଡ୍ରେ ହେଇଗଲାଣି। ଆଉ କଂଗ୍ରେସର ସ୍ଥିତି ବା ବିଜେଡିର ସ୍ଥିତି ଆଉ ନାହିଁ କହିଲେ ଚଳେ। ବର୍ତ୍ତମାନ ସୁଭଦ୍ରା ଯୋଜନା ଆଉ ପ୍ୟାଡିକୁ ଯେଉଁ 3100 ଟଙ୍କା ଲେଖାଏଁ ଦିଆଗଲା, ଦୁଇଟା ଯାକ ଫ୍ଲାଗସିପ୍ ପ୍ରୋଗ୍ରାମ। ଏ ଦୁଇଟା ଯାକ ପ୍ରୋଗ୍ରାମରେ ଭୋଟ ପୁରା ୱାନ୍ ସାଇଡେଡ୍। ଅବିକା ମୋହନ ମାଝୀଙ୍କ ସପୋର୍ଟରେ ସରକାର ପୁରା ଏକଦମ ମାନେ ପବ୍ଲିକ ପୁରା ଏକଦମ ଠିକ୍ ଅଛି। ସରକାରଙ୍କୁ ବାହା କରୁଛି, ସରକାରଙ୍କୁ ସମସ୍ତେ ଭଲ ପାଉଛନ୍ତି। ଏହି ସ୍ତରରେ ଏଇ ଛୋଟ ଛୋଟ କଥା କହିବା, କିନ୍ତୁ ମୋର ତ ଚ୍ୟାଲେଞ୍ଜ କରୁଛି ଯଦି କିଛି ସେମିତି ଠୋସ୍ ପ୍ରମାଣ ଅଛି ତାହେଲେ ଆସନ୍ତୁ, ମୋ ସାମ୍ନାକୁ ଆସନ୍ତୁ। ମୁଁ ତ ବସିଛି।